ସନ୍ଥ କବି ଭୀମ ଭୋଇଙ୍କ ଦ୍ୱାରା ରଚିତ ସ୍ତୁତି ଚିନ୍ତାମଣିର ଷୋଡ଼ଶ ବୋଲି। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଧନରତ୍ନମାନ ଆୟ ଆଭରଣ କାହୁଁ ପାଇବି ଲୋଡ଼ିଲେ, ବିନା କମାଣିରେ ଆୟବୟ ନୁହେଁ ପୂର୍ବ ସୁକୃତ ନଥିଲେ। ମାରକଣ୍ଡ ଋଷି ଯାଉଥିଲେ ଭାସି ପୃଥି ମହାପ୍ରଳୟରେ, ଶ୍ରୀଭୁଜ ବଢ଼ାଇ ଦୟା ଚିତ୍ତେ ନେଇ ରଖିଲ ଗର୍ଭ ଭିତରେ। ସେହି ରୂପେ ମୁହିଁ ଭାସି ଯାଉଅଛି ମାୟା ଜଳ ସୋହତିରେ, ହେଉଛି ଦହନ ସମିଧ ଯେସନ କାଳ ଅଗ୍ନି ଆହୁତିରେ। ହିରଣ୍ୟ ଦୈତ୍ୟ ଯେ ଶତବାର ବଧି ପୁତ୍ରକୁ ମେଲିଲା ଜଳ, ଦଧି ଭାଣ୍ଡରୁ ଲବଣୀ ଜେହ୍ନେ କାଢ଼ି ଉଦ୍ଧାରିଲ ଆଦିମୂଳ। ସେଇ ରୂପେ ମୁହିଁ ଭବ ସିନ୍ଧୁ ଜଳେ ଭାସି ଯାଉଅଛି ଦେଖ, ସଦାନନ୍ଦ ସ୍ୱାମୀ ଉଦ୍ଧରିବେ ବୋଲି ବେଳହୁଁ କରିଛି ଠିକ। ଗଜକୁ କୁମ୍ଭୀର ଜଳର ଭିତରେ ନିର୍ବନ୍ଧେ ଛନ୍ଦିଲା ନେଇ, ଶୂନ୍ୟ ଚକ୍ରେ ପେଶି ଗ୍ରାହାକୁ ନାସିଲ ଉଦ୍ଧରିଲ ଭାବଗ୍ରାହୀ। ତହିଁରୁ ଅଧିକ ବିପତ୍ତି ସନ୍ତାପ ବଢ଼ାଇଛି ମାୟା ଜାଲ, କର୍ମଦେବ ସ୍ୱାମୀ କଟାକ୍ଷରେ ଚାହିଁ ନିବାରିବେ କୁଟଖାଳ। ଘୋର ବନେ ପ୍ରଭୁ ମୃଗୁଣୀ ଡାକିଲା ଯେଣୁ ପଡ଼ିଲା ବିପତ୍ତି, ତା ଦୁଃଖ ଫେଡ଼ିଲ ଅରୂପ ଅଖିଲ ପାରି କଲ ହେ ଅଜ୍ୟୋତି। ମାୟା ଫାନ୍ଦ ପାତି ବିଷୟା ବିପତ୍ତି ଆବୋରିଛି ଚଉଦିଗେ, ଚିରାନନ୍ଦ ସ୍ୱାମୀ ଚିରକାଳ ରଖି ନିସ୍ତାରିବା ହେବ ବେବେ। ଘୋର ବନବାସେ ଜନକ କୁମାରୀ ହରି ନେଲା ଦଶ ଶିରି, ବାନ୍ଧି ସେତୁବନ୍ଧ ଛେଦି ଦଶକନ୍ଧ ଜାନକୀ ସଙ୍କଟୁ ତାରି। ସୀତା ଅଶୋକ ବନେ କଷ୍ଟ ପାଇଲେ ରାବଣ ଉତ୍ପାତରୁ, ସଖା ହୋଇ ଥରେ ରକ୍ଷା କର ବାରେ ବିମୁଖୁ ବନ ଭିତରୁ। ଦ୍ରୁପଦ ଦୁର୍ଲଣୀ ଦୁଶାସନ ଆଣି ଉଲଗ୍ନରେ ବଳବନ୍ତ, କୋଟି ବସ୍ତ୍ର ଦେଇ ଚକ୍ରକୁ ଘୋଡ଼ାଇ ରଖିଲ ତାଙ୍କ ମହତ। ଦ୍ରୌପଦୀ ପରାୟ କଷଣ ଦେଉଛି କଳି କାଳ ମିଥ୍ୟା ପାପ, ଯାଉଅଛି ଭେଦି ପକା ଅନାଚ୍ଛେଦି ଅକଳ୍ପନା ଶ୍ରୁତି ଜପ। ଜରାସନ୍ଧ ବୀର ଲକ୍ଷେ ରାଜା ବନ୍ଦୀ ଅଗ୍ନିରେ ଦହିଲା ବେଳେ, ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଉଦ୍ଧରିଲ ଅବହେଳେ। ଲୋଭ ମୋହ କାମ କ୍ରୋଧ ଅହଙ୍କାର ନିରନ୍ତର ଲାଗି ବାଦି, ଦାନବ ପରାଏ ହୋଇ ଏ ସମସ୍ତେ ଧରି ମାରୁଛନ୍ତି ସାଧି। ସୁରଭିତ ନାରୀ କାରୁଣ୍ୟରେ ଘାରି ସୁର ପ୍ରୀତିରେ ଆକୁଳ, ମୂର୍ତ୍ତିକି ଲୁଭାଇ ପତିରେ ବିଳୋହି ସଙ୍ଗେ ଦାରିଦ୍ର୍ୟ ଫେଡ଼ିଲ। ମୁହିଁ ସେ ପ୍ରକାର ଅନନ୍ତ ଈଶ୍ୱର ଡୁବି କାରୁଣ୍ୟ ଜଳରେ, ଆଦି ଦୟାନିଧି କର ସର୍ବସିଦ୍ଧି ଆନନ୍ଦ ସୁଖ ସାଗର। ଚାରୁ ଭୀତ ବାମା ନରଧିତ ହିତେ ସନତ କୁମାରକୁ ଆଣି, ଅନ୍ତର ବେଦନା ଅନ୍ତର୍ଗତେ ଜଣା ବିହିଲ ଅବ୍ୟକ୍ତ ମଣି। ମୁଁ ଯେ ଅଭାଗିନୀ ମୂଢ଼ ପାପୀ ପ୍ରାଣୀ ଆଶା ଲୋଭେ ଅନୁସରି, ଦେଖି ମୋ ବିକଳ ଦିଅ ଖଞ୍ଜା ମୂଳ ଦିନ ବଞ୍ଚିବି ଯେପରି। ଗୃହ ଧର୍ମେ ଥିବି ଅନ୍ୟସ୍ଥା ନୋହିବି ଆଜ୍ଞା ହେଉ ଏହି ବାଗେ, ଶ୍ରୀଗୁରୁ ଛାମୁରେ ଭୀମ ଅରକ୍ଷିତ କରପତ୍ର ଯୋଡ଼ି ମାଗେ।